ସନ୍ଧ୍ୟା ଧୂପ ପରେ ଏଇ କୃଷ୍ଣ ଜନ୍ମ ନୀତି ଆରମ୍ଭ ହୁଏ। ପଞ୍ଚବୁରୁଜରେ ମଣ୍ଡଳ କଟାଯାଏ ଏବଂ ମୁଦିରସ୍ତ ପତି ମହାପାତ୍ର ପୂଜା ପଣ୍ଡା ଏମାନେ ଅଂଶଗ୍ରହଣ କରନ୍ତି। ତା ଭିତରେ ମଦନ ମୋହନଙ୍କୁ ଦକ୍ଷିଣ ଘରୁ ଅଣାଯାଏ। ଷଷ୍ଠୀ ମାର୍କଣ୍ଡୀଙ୍କର ପୂଜା ହୁଏ। ତେଣୁ ଶ୍ରୀମନ୍ଦିରରେ ବିଶେଷ ମଣ୍ଡଳ କଟାଯାଏ। ରୂପା ପାତ୍ର ଉପରେ ମଣ୍ଡଳ କଟାଯାଏ। ଏହି ଜନ୍ମ ମଣ୍ଡଳ ସେଇଠାରେ କୃଷ୍ଣଙ୍କ ଜନ୍ମନୀତି ହୁଏ। ସେଥିରେ ମଦନ ମୋହନଙ୍କୁ ସିଂହାସନ ଉପରକୁ ଆଣି ଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରଦାନ କରାଯାଏ। ଶ୍ରୀମନ୍ଦିରରେ ଯେଉଁ ନାଭିକଟା ମଣ୍ଡପ ଗୋଟିଏ ଅଛି ସେ ସ୍ଥାନକୁ ମଧ୍ୟ ତାଙ୍କ ନାଭିକଟା କୁଶରେ ନାଭିକଟା କର୍ମ ପାଇଁ ସେ ସ୍ଥାନକୁ ମଧ୍ୟ ଯାଆନ୍ତି।